ସ୍ୱାଗତ ସୁସ୍ୱାଗତ ଆପଣମାନଙ୍କୁ ଆଉ ଏକ ନୂଆ ଭିଡ଼ିଓକୁ। ପୂର୍ବ ଭିଡ଼ିଓ ଗୁଡ଼ିକରେ ଆମେ ଫକୀରମୋହନ ସେନାପତିଙ୍କର 3ଟି ଉପନ୍ୟାସ ବିଷୟରେ ପଢ଼ି ସାରିଲେଣି। ସେ ଭିଡ଼ିଓ ଗୁଡ଼ିକର ଲିଙ୍କ ମୁଁ ଡେସ୍କ୍ରିପସନରେ ଦେଇଦେବି, ଆପଣମାନେ ଯାଇକି ଦେଖିନେବେ। ଆଜିର ଭିଡ଼ିଓରେ ଆମେ ଆଉ ଏକ ଉପନ୍ୟାସ ପ୍ରାୟଶ୍ଚିତ ଉପନ୍ୟାସ ବିଷୟରେ ପଢ଼ିବା। ପ୍ରାୟଶ୍ଚିତ ଫକୀରମୋହନଙ୍କର ଅନ୍ୟତମ ସାମାଜିକ ଉପନ୍ୟାସ। ପ୍ରାୟଶ୍ଚିତ ଉପନ୍ୟାସ ମଧ୍ୟ ଫକୀରମୋହନ ସେନାପତିଙ୍କର ଏକ ସାମାଜିକ ଉପନ୍ୟାସ। ଏହାର ବିଷୟବସ୍ତୁ ଗଢ଼ି ଉଠିଛି ଦୁଇଟି ବିବଦମାନ କରଣ ବଂଶର ଈର୍ଷା, ବିଦ୍ୱେଷ ଓ ମନୋମାଳିନ୍ୟକୁ ଆଧାର କରି। ପ୍ରାୟଶ୍ଚିତ ଉପନ୍ୟାସର ବିଷୟବସ୍ତୁ ସୃଷ୍ଟି ହୋଇଛି ଦୁଇଟି ସଦାସର୍ବଦା ବିବାଦରେ ଘେରି ରହିଥିବା କରଣ ବଂଶର ଈର୍ଷା, ବିଦ୍ୱେଷ ଓ ମନୋମାଳିନ୍ୟକୁ ଆଧାର କରି। ଶୁକ୍ଳପକ୍ଷିଆ ଶ୍ରୀକରଣ ବୈଷ୍ଣବ ଚରଣ ପଟ୍ଟନାୟକ କୃଷ୍ଣପକ୍ଷିଆ କରଣ ବା ଗୋଲାମ କରଣ ଶଙ୍କର୍ଷଣ ମହାନ୍ତିକୁ ଘୃଣା କରନ୍ତି ଓ ନିଜ ଗୋଷ୍ଠୀରେ ମିଶାନ୍ତି ନାହିଁ। ଶୁକ୍ଳପକ୍ଷିଆ ଶ୍ରୀକରଣ ବୈଷ୍ଣବ ଚରଣ ପଟ୍ଟନାୟକ କୃଷ୍ଣପକ୍ଷିଆ କରଣ ବା ଗୋଲାମ କରଣ ଶଙ୍କର୍ଷଣ ମହାନ୍ତିକୁ ଘୃଣା କରନ୍ତି ଏବଂ ସେ ନିଜ ଗୋଷ୍ଠୀରେ କେବେ ମିଶାନ୍ତି ନାହିଁ। ଫଳରେ ଦୁଇ ଗ୍ରାମର ଏହି ଦୁଇ ପରିବାର ମଧ୍ୟରେ ଥିବା ମନୋମାଳିନ୍ୟକୁ କେନ୍ଦ୍ର କରି ଦୁଇ ଗ୍ରାମର ଲୋକମାନଙ୍କ ମଧ୍ୟରେ ତିକ୍ତତା ବଢ଼େ ଓ ମାଲ ମୋକଦ୍ଦମା ହେବା ଫଳରେ ଉଭୟ ପକ୍ଷର ବହୁ କ୍ଷତି ଘଟେ। ଫଳରେ ଦୁଇ ଗ୍ରାମର ଏ ଦୁଇ ପରିବାରଙ୍କ ମଧ୍ୟରେ ଥିବା କଳି ଝଗଡ଼ା ଯୋଗୁଁ ଦୁଇ ଗ୍ରାମର ଲୋକମାନଙ୍କ ମଧ୍ୟରେ କଳି ଝଗଡ଼ା ବଢ଼େ ଓ ମାଲ ମୋକଦ୍ଦମା ଫଳରେ ଉଭୟ ଗ୍ରାମର ବହୁ କ୍ଷତି ଘଟିଥାଏ ବା ଧନ ସମ୍ପତ୍ତି ନଷ୍ଟ ହୋଇଥାଏ। ତାପରେ ଘଟଣାକ୍ରମେ ଶଙ୍କର୍ଷଣ ମହାନ୍ତିଙ୍କ ଭଣଜା ରାଜୀବ ଲୋଚନଙ୍କ ମଧ୍ୟସ୍ଥତାରେ ବୈଷ୍ଣବ ଚରଣ ପଟ୍ଟନାୟକଙ୍କ କଲେଜ ଛାତ୍ର ପୁତ୍ର ଗୋବିନ୍ଦର ବିବାହ ଶଙ୍କର୍ଷଣ ମହାନ୍ତିଙ୍କ କନ୍ୟା ଇନ୍ଦୁମତୀ ସହିତ ଗୁପ୍ତରେ ଅନୁଷ୍ଠିତ ହୁଏ। ତାପରେ ଘଟଣା କ'ଣ ହୋଇଛି ନା, ଶଙ୍କର୍ଷଣ ମହାନ୍ତିଙ୍କ ଭଣଜା ରାଜୀବ ଲୋଚନଙ୍କ ବୁଝାମଣା ମଧ୍ୟରେ ବୈଷ୍ଣବ ଚରଣ ପଟ୍ଟନାୟକଙ୍କ କଲେଜରେ ପଢ଼ୁଥିବା ପୁତ୍ର ଗୋବିନ୍ଦ ଚନ୍ଦ୍ରର ବିବାହ ଶଙ୍କର୍ଷଣ ମହାନ୍ତିଙ୍କ ଝିଅ ଇନ୍ଦୁମତୀ ସହିତ ଗୁପ୍ତରେ ହୋଇଯାଇଛି। ଏକଦା ଗୋବିନ୍ଦ ଚନ୍ଦ୍ର ଶ୍ୱଶୁର ଘରେ ରାତି ଅଧରେ ପହଞ୍ଚିବା ସମୟରେ ଜଗୁଆଳୀମାନେ ଚୋର ଭାବି ତାଙ୍କୁ ଆକ୍ରମଣ କରନ୍ତି। ଥରେ କ'ଣ ହୋଇଛି ନା, ଗୋବିନ୍ଦ ଚନ୍ଦ୍ର ରାତି ଅଧରେ ନିଜ ଶ୍ୱଶୁର ଘରକୁ ପହଞ୍ଚିଛନ୍ତି। ପହଞ୍ଚିବା ମାତ୍ରେ ଜଗୁଆଳୀମାନେ ଚୋର ଭାବି ତାଙ୍କୁ ଆକ୍ରମଣ କରିଦେଲେ। ଏ ଘଟଣା ପରେ ଇନ୍ଦୁମତୀ ଆତ୍ମହତ୍ୟା କରନ୍ତି। ଗୋବିନ୍ଦ ଚନ୍ଦ୍ରଙ୍କ ମାତା ଚିନ୍ତାଗ୍ରସ୍ତା ହୋଇ ପ୍ରାଣତ୍ୟାଗ କରନ୍ତି। ଏ ଘଟଣା ଘଟିବା ପରେ ଇନ୍ଦୁମତୀ ଆତ୍ମହତ୍ୟା କରନ୍ତି ଏବଂ ଗୋବିନ୍ଦଙ୍କ ମାତା ଚିନ୍ତାରେ ପ୍ରାଣତ୍ୟାଗ କରନ୍ତି। ଏହାପରେ ଦୁଇ କରଣ ଗୋଷ୍ଠୀର ପ୍ରତିନିଧି ବୈଷ୍ଣବ ଚରଣ ଓ ଶଙ୍କର୍ଷଣ ଏହି ପରିଣତି ପାଇଁ ଅନୁତାପ କରନ୍ତି ଓ ନିଜ ନିଜ ଅପକର୍ମର ପ୍ରାୟଶ୍ଚିତ ପାଇଁ ବୃନ୍ଦାବନ ଯାତ୍ରା କରନ୍ତି। ଏତେ ସବୁ ଘଟଣା ଘଟିଯିବା ପରେ ଦୁଇ କରଣ ଗୋଷ୍ଠୀର ମୁଖ୍ୟ ବୈଷ୍ଣବ ଚରଣ ଓ ଶଙ୍କର୍ଷଣ ମହାନ୍ତି ଏସବୁ ଘଟଣା ଯୋଗୁଁ ଅନୁତାପ କରନ୍ତି। ନିଜେ ନିଜେ କରିଥିବା ଅପକର୍ମର ପ୍ରାୟଶ୍ଚିତ ପାଇଁ ବୃନ୍ଦାବନ ଯାତ୍ରା କରନ୍ତି। ସମାଜ ସଂସ୍କାରକ ଫକୀରମୋହନ ସମାଜରୁ ଜାତି ସମ୍ବନ୍ଧୀୟ କୁସଂସ୍କାର ଦୂର କରିବା ଉଦ୍ଦେଶ୍ୟରେ ଏହି ଉପନ୍ୟାସଟି ସୃଷ୍ଟି କରିଛନ୍ତି। ସମାଜ ସଂସ୍କାରକ ଫକୀରମୋହନ ସମାଜରୁ ଜାତିକୁ ନେଇ ଯେଉଁ ବିଭିନ୍ନ କୁସଂସ୍କାର ପ୍ରଚଳିତ ଥିଲା ତାକୁ ଦୂର କରିବା ଉଦ୍ଦେଶ୍ୟରେ ଏ ଉପନ୍ୟାସଟି ସୃଷ୍ଟି କରିଛନ୍ତି ବା ଲେଖିଛନ୍ତି। ଏଇଟି ତାଙ୍କର ଅନ୍ୟ ଉପନ୍ୟାସ ଭଳି ରସୋତ୍ତୀର୍ଣ୍ଣ ହୋଇନାହିଁ, କାରଣ ସଂସ୍କାର ପ୍ରେମୀ ଔପନ୍ୟାସିକ ସମାଜ ସଂସ୍କାରକୁ ଉଦ୍ଦେଶ୍ୟରେ ରଖି ଏଇଟିକୁ ସମସ୍ୟା ବହୁଳ କରିଛନ୍ତି। ଏହି ପ୍ରାୟଶ୍ଚିତ
ଉପନ୍ୟାସଟି ତାଙ୍କର ଅନ୍ୟ ଉପନ୍ୟାସ ଭଳି ରସୋତ୍ତୀର୍ଣ୍ଣ ହୋଇନାହିଁ। କାରଣ ହେଉଛି ସଂସ୍କାର ପ୍ରେମୀ ଔପନ୍ୟାସିକ ସମାଜ ସଂସ୍କାରକୁ ଆଖି ଆଗରେ ରଖି ଏହି ଉପନ୍ୟାସଟି ସମସ୍ୟାରେ ଭରି ଦେଇଛନ୍ତି। ତଥାପି ରାଶି ରାଶି ଦୁଃଖ ଓ କାରୁଣ୍ୟରେ ଅଶ୍ରୁସଜ୍ଜଳ ଏହି ଉପନ୍ୟାସଟି ଏକ ଯୁଗାନ୍ତକାରୀ ଉପନ୍ୟାସ, ଯାହା ଏକ ନୂତନ ଯୁଗର ଇଙ୍ଗିତ ପ୍ରଦାନ କରେ। ତଥାପି ଅନେକ ଦୁଃଖ ଓ କରୁଣରେ ଭରି ରହିଥିବା ଏହି ଉପନ୍ୟାସଟି ଯୁଗ ଯୁଗ ପର୍ଯ୍ୟନ୍ତ ଲୋକମାନଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଗ୍ରହଣ କରିବ, ଯାହା ଏକ ନୂତନ ଯୁଗ ଆଡ଼କୁ ଇଙ୍ଗିତ ପ୍ରଦାନ କରେ। ଭିଡ଼ିଓଟି ଭଲ ଲାଗିଥିଲେ ଶେଷରେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ଅଧିକରୁ ଅଧିକ ମାତ୍ରାରେ ସାଙ୍ଗସାଥିମାନଙ୍କୁ ସେୟାର କରିବେ। ଦେଖା ହେବା ଖୁବ୍ ଶୀଘ୍ର ଆଉ ଏକ ନୂଆ ଭିଡ଼ିଓରେ।